ସମସ୍ତଙ୍କୁ ନମସ୍କାର। ମୁଁ ସରପଞ୍ଚ ସତ୍ୟଭାମାପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ରଶ୍ମିତା ଭୋଇ। ଆପଣଙ୍କ ମାଧ୍ୟମରେ ମୁଁ ଜଣାଇବାକୁ ଚାହୁଁଛି, ଯେବେଠୁ ବିଡିଓ ମ୍ୟାଡାମ ଆସିଲେଣି ମାନେ ମୋ ପଞ୍ଚାୟତରେ ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନି, ଯାହାକି ମୁଁ ଆଗାମୀ ଦିନରେ ଏଟାକୁ କଲେକ୍ଟର ଗ୍ରିଭାନ୍ସରେ ଦେଇଥିଲି, ତାହାର ବି ମୁଁ ମାନେ ଫଳପ୍ରଦ କିଛି ପାଇଲି ନାହିଁ। ମୋ ମାନେ ପଞ୍ଚାୟତର ସମସ୍ୟା ନେଇକି ମୁଁ ଗଲେ ମାନେ ବିଡିଓ ମ୍ୟାଡାମଙ୍କ ଏ ଯୋଉ ଅସହଯୋଗ ମାନେ କାମ ମୋ ପାଇଁ କରୁଛନ୍ତି, ମାନେ ଯୋଉଠି ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନେ ମହିଳାଙ୍କୁ ଅଧିକାର ଦେଇଛନ୍ତି, ଏଠି ବିଡିଓ ମ୍ୟାଡାମ ଜଣେ ମହିଳା ହେଇକି ବି ମାନେ ଜଣେ ମହିଳା ସରପଞ୍ଚକୁ ଏମିତି ଦୁର୍ବ୍ୟବହାର କରିକି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିକି ମାନେ ପଞ୍ଚାୟତ କାମରେ ମୁଣ୍ଡ ପୁରା, ବ୍ଲକ କାମରେ ମୁଣ୍ଡ ପୁରାଅନି କହିକି ମାନେ ତାଙ୍କ ଚାମ୍ବରରୁ ବାହାରି ଯାଅ ବୋଲି ଆମକୁ ମାନେ ପୁରା ମୁହାଁମୁହିଁ ଧମକ ଦଉଛନ୍ତି। ମାନେ ବିଜିବିଓ କାମରେ ଆମର କଲ୍ୟାଣ ମଣ୍ଡପ ଆଉ ଗୋଟେ ହାଟ ସାଂସନ ହେଇଥିଲା। ମୁଁ ତାକୁ କାମ ମାଗିବାକୁ ଗଲି, ତାପରେ ସେ ମତେ କହିଲେ ଯେ ଆଉ ଆପଣ ଲେଟରଟା ଦିଅନ୍ତୁ, ଆଉ ମୁଁ ଜାଗା ପାଇଁ ଦେଖୁଛି, ତହସିଲଦାରଙ୍କୁ କହୁଛି। ଆମେ ସେ ପ୍ରୋସିଜର ସବୁ କଲା ପରେ ସେ ଆର୍ଆଇଙ୍କ ଦ୍ୱାରା ଆମେ ଜାଗା ମାନେ ସରକାରୀ ଜାଗା ଗୋଟେ ରଙ୍ଗ ବଜାର ଉପରେ ଆମେ ବାହାର କଲା ଭିତରେ ତାପରେ ଦେଖିଲୁ ସେଠି ଜାଗାରେ ଜବରଦଖଲ ଉଚ୍ଛେଦ ମାନେ ଅଛନ୍ତି ଦୋକାନୀ ମାନେ, ତାଙ୍କୁ ବି ସେମିତି ସେଇ ବିଡିଓ ମ୍ୟାଡାମଙ୍କୁ ଜଣେଇକି ତାକୁ ତହସିଲଦାରଙ୍କୁ ଜଣେଇକି ତାପରେ ଏଭିକ୍ସନ କଲା ପରେ ତାପରେ ଜୁଲାଇ ମାସ 20 ତାରିଖ ଦିନ ଆମେ ତ ବ୍ଲକ ଯାଇଥିଲୁ। ମ୍ୟାଡାମ କହିଲେ ଯେ ହଁ କାମ କରିଦିଅନ୍ତୁ, ଆମେ ବି ସେମିତି ଖୁସି ହେଲୁ। ତାପରେ କହିଲେ ଯାଇକି ଡାକିକି ୱାର୍କରଙ୍କୁ ବାହାର କରିଦଉଛି, ଆପଣ କାମ ଆରମ୍ଭ କରନ୍ତୁ ଶୀଘ୍ର ଶୀଘ୍ର। ପୁଣି ଆମର ଜୁଲାଇ ମାସ 24 ତାରିଖ ଶୁକ୍ରବାର ଦିନ ପୁଣି ବ୍ଲକକୁ ଡକେଇ କହୁଛନ୍ତି ତମେ କାମ କରିପାରିବ ନାହିଁ। ମୁଁ କହିଲି ମ୍ୟାଡାମ କାହିଁ କାମ କରିପାରିବନି? ନାହିଁ, ଯେଟା ଚେୟାରମ୍ୟାନ ଯାହାକୁ ଦେବେ ସିଏ କାମ କରିବେ। ଆଉ ଏମିତି ଦଳିତ ଜାତି କହିକି ମାନେ ଯେତେ ପ୍ରକାର ଅଶ୍ଳୀଳ ଭାଷା ସେ ଚାମ୍ବରରୁ ବାହାରି ଯାଉ କହିକି ଆମକୁ ମାନେ ବେଜିତ କଲେ। ଦଳିତ ସରପଞ୍ଚ ମୁଁ, ଏମିତି କଥା କହିବାଟା ତାଙ୍କ କେତେ ଦୂର ଯଥାର୍ଥ ଆପଣ ମାନେ ବିଚାର କରନ୍ତୁ। ଏ ସମସ୍ୟାର ଯଦି ଏଇ 4-5 ଦିନ ଭିତରେ ସମାଧାନ ନ ମିଳେ ତ ଆସନ୍ତା 25 ତାରିଖ ମଙ୍ଗଳବାର ଦିନ ମୁଁ ବ୍ଲକ ଘେରାଉ କରିବି। ଆପଣ ଲାଗୁଛି କି ବର୍ତ୍ତମାନ ଯୋଉ ଅଛନ୍ତି ବ୍ଲକ ଚେୟାରମ୍ୟାନ ଅଛନ୍ତି ଏବଂ ବିଡିଓଙ୍କର ଏଇ ମଧୁଚନ୍ଦ୍ରିକା ଯୋଗୁଁ ଆପଣ ଯେତେ ଗୋଟେ ସରପଞ୍ଚ ହିସାବରେ ଯାଉଛନ୍ତି, ଆପଣଙ୍କ ଏରିଆ ପାଇଁ କାମ ପାଇଁ ଯାଉଛନ୍ତି, କରେଇ ଦଉନାହାନ୍ତି? ନା, ମତେ ତ ଜମା କରେଇ ଦଉନାହାନ୍ତି। ତାପରେ ବ୍ଲକର ପ୍ରତ୍ୟେକ ମେମ୍ବର ଅଛନ୍ତି ଯାହାକି ମାନେ ଟୋଟାଲ ଆମ ସରପଞ୍ଚ ମାନଙ୍କ କଥା ସେ ଶୁଣୁନାହାନ୍ତି। ତାପରେ ଯେତେବେଳେ ମାନେ ବିଡିଓ ଯେତେବେଳେ ଅଥରିଟି ତାଙ୍କର ମାନେ ଥାଇକି ସିଏ ଆମକୁ ଏମିତି ଅଣଦେଖା କରୁଛନ୍ତି, ମାନେ ତାଙ୍କ ତଳନ୍ତ ମାନେ ପ୍ରଶାସନ ସିଏ କଣ ଆମକୁ ଖାତିର କରିବେ? ବହୁତ ଜଣେ ମହିଳା ବିଡିଓ ମ୍ୟାଡାମ ହେଇକି ଗୋଟେ ମହିଳା ସରପଞ୍ଚକୁ ଏମିତି ଦୁର୍ବ୍ୟବହାର କରୁଛନ୍ତି। ବହୁତ ମୋର ମାନ ସମ୍ମାନ ହାନି ହେଇଛି। ମୋ ସହିତ ମାନେ ମୋ ଦଳିତ ଜାତିକି ନେଇକି କଥା ଉଠେଇଛନ୍ତି, ତାର ମୋ ପ୍ରତି ଆଉ ମୋ ଦଳିତ ସମଗ୍ର ଜାତି ପାଇଁ ଇଏ ଗୋଟେ ପ୍ରଶ୍ନବାଚୀ ହେଇଯାଇଛି। ତାର କିଛି ସମାଧାନ ନ ହେଲେ ଆଗାମୀ ଦିନରେ ମୁଁ ବ୍ଲକ ଘେରାଉ କରିବି।